ନମସ୍କାର। ଗପ ଅମୃତରେ ଆପଣମାନଙ୍କୁ ସ୍ୱାଗତ। ବନ୍ଧୁଗଣ, ବିଭିନ୍ନ ପ୍ରକାରର ଆଧ୍ୟାତ୍ମିକ, ସାମାଜିକ ତଥା ପୌରାଣିକ ବିଷୟକୁ ନେଇ ଆପଣମାନଙ୍କ ଆଗରେ ଉପସ୍ଥାପନ କରୁଅଛି ଦିବ୍ୟ ଅମୃତ। ଏହି ଦିବ୍ୟ ଅମୃତର ତୃତୀୟ ଗଳ୍ପ କାନ ନଥିବା ଗଣେଶ। ଆସନ୍ତୁ ଦେଖିବା। ସିରିପୁରମ୍ ରାଜ୍ୟରେ ପ୍ରହ୍ଲାଦ ବର୍ମା ନାମକ ରାଜା ଶାସନ କରୁଥିଲେ। ତାଙ୍କ ରାଜ୍ୟରେ ସୁଦାମ ନାମକ ଜଣେ ବଡ଼ ସ୍ଥପତି ବାସ କରୁଥିଲେ। ସେ ସ୍ଥପତି ପରିବାରର ଥିଲେ। ପୁରୁଷ ଧରି ତାଙ୍କ ପରିବାରରେ ଚଳି ଆସୁଥିବା ପରମ୍ପରାକୁ ସେ ଅନୁସରଣ କରିଥିଲେ ଏବଂ ଏହି ଦକ୍ଷତାକୁ ଆହୁରି ଅଧିକ ବିକାଶ କରିଥିଲେ। ସେ ନିଖୁଣ ମୂର୍ତ୍ତି ତିଆରି କରୁଥିଲେ। ଉଭୟ ପ୍ରସ୍ତର ଏବଂ ମୃତ୍ତିକାରେ ସେ ଅନେକ ଗୁଡ଼ିଏ ମୂର୍ତ୍ତି ତିଆରି କରିଥିଲେ। ତାଙ୍କର ବହୁତ ଚାହିଦା ରହିଥିଲା। ତାଙ୍କୁ ବିଭିନ୍ନ ରାଜପ୍ରାସାଦ, ରାଜପରିବାର, ସାଧାରଣ ମନ୍ଦିରଗୁଡ଼ିକରେ ମଧ୍ୟ ଡାକରା ଆସୁଥିଲା। ତାଙ୍କର ସମସ୍ତେ ଆଦର କରୁଥିଲେ। ଥରେ ରାଜା ଚନ୍ଦେରୀ କେତେଗୁଡ଼ିଏ ମନ୍ଦିର ନିର୍ମାଣ କରିଥିଲେ। ସେ ସୁଦାମଙ୍କୁ ଡାକି ସେ ମନ୍ଦିର ଗାତ୍ରରେ, ଏହାର ମୁଖଶାଳା ଏବଂ ଗୋପୁରମରେ ସ୍ଥାପତ୍ୟ ବା ଖୋଦେଇ କାର୍ଯ୍ୟ କରିବାକୁ କହିଥିଲେ। ତେବେ ସୁଦାମଙ୍କର ପ୍ରଥମେ କାର୍ଯ୍ୟ ଥିଲା ଯେ ସେ ଶ୍ରୀ ଗଣେଶଙ୍କର ପୂଜା କରିବେ। ତେଣୁ ବିନାୟକ ଚତୁର୍ଥୀରେ ଗଣେଶଙ୍କର ମୂର୍ତ୍ତି ତିଆରି କରିବା ଆବଶ୍ୟକ ଥିଲା। ଗଣେଶଙ୍କ ପ୍ରତି ତାଙ୍କ ମନରେ ଅଶେଷ ଭକ୍ତି ରହୁଥିଲା। ଯେକୌଣସି କାର୍ଯ୍ୟ ଆରମ୍ଭ ପୂର୍ବରୁ ସେ ଗଣେଶଙ୍କର ମୂର୍ତ୍ତି ତିଆରି କରି ସ୍ଥାପନା କରି ସେଠାରେ ଅନ୍ୟାନ୍ୟ କାର୍ଯ୍ୟ ଆରମ୍ଭ କରୁଥିଲେ। ତେଣୁ ସେ ପଡ଼ୋଶୀ ରାଜ୍ୟରେ ମଧ୍ୟ ଗଣେଶଙ୍କର ମୂର୍ତ୍ତି ପ୍ରଥମେ ତିଆରି କରିବେ ବୋଲି ନିଶ୍ଚୟ କରିଥିଲେ। ସୁଦାମଙ୍କର ବାପା ତାଙ୍କୁ ସ୍ଥାପତ୍ୟରେ ତାଲିମ ଦେବା ଶିଖାଉଥିଲେ। ସେ କହୁଥିଲେ ଯେ ପ୍ରତ୍ୟେକ ମୂର୍ତ୍ତିର ଆଖି, ନାକ, କାନ ଏସବୁ ଯାହା ବି ତିଆରି ହେଉଛି ସେସବୁ ଜୀବନ୍ତ ଭାବରେ ଫୁଟିବା ଆବଶ୍ୟକ। ତେଣୁ ଈଶ୍ୱର ହିଁ ଆମକୁ ତିଆରି କରିଛନ୍ତି। ଯେତେବେଳେ ଈଶ୍ୱରଙ୍କର ମୂର୍ତ୍ତି ଆମେ ତିଆରି କରିବା ସେତେବେଳେ ଶାରୀରିକ ଓ ମାନସିକ ଭାବରେ ପରିଷ୍କାର ପରିଚ୍ଛନ୍ନ ରହିବା ଆବଶ୍ୟକ। ନିଷ୍ଠାର ସହିତ ମୂର୍ତ୍ତି ତିଆରି କଲେ ଈଶ୍ୱରଙ୍କ ମୂର୍ତ୍ତି ମଧ୍ୟରେ ଦୈବୀ ଭାବ ଫୁଟି ଉଠିବ ବୋଲି ସୁଦାମଙ୍କର ପିତା ତାଙ୍କୁ ସବୁବେଳେ କହୁଥିଲେ। ସେ ସେହି ରାଜ୍ୟକୁ ପ୍ରବେଶ କରିବା ମାତ୍ରେ ଧୀରେ ଧୀରେ ଜାଣିପାରିଲେ ରାଜ୍ୟର ଅବସ୍ଥା ବିଷୟରେ। ସେ ଦେଖିଲେ ଯେ ରାଜ୍ୟର ଲୋକ ଦୁଃଖରେ ଅଛନ୍ତି। ରାଜ୍ୟର ସମସ୍ତ ଜମି ଶୁଖି ଯାଇଥିଲା। ଗାଈ ଗୋରୁ ଶୁଖି କଣ୍ଟା ହୋଇଯାଇଥିଲେ। ଲୋକ ଦୁଃଖରେ କାଳ କାଟୁଥିଲେ। ଲୋକ ଯଦି ସୁଖରେ ଥାଆନ୍ତେ ତାହେଲେ ମେଳା ମହୋତ୍ସବ ପାଳିଥାନ୍ତେ। କିନ୍ତୁ ଏହା କେମିତି ହେଲା ସୁଦାମ ବୁଝିପାରିଲେ ନାହିଁ। ସେ ଅନୁସନ୍ଧାନ କରି ଜାଣିବାକୁ ଚାହିଁଲେ ଯେ ରାଜା ପ୍ରଶାସନିକ କାର୍ଯ୍ୟରେ କୌଣସି ଆଗ୍ରହ ଦେଖାଉନାହାନ୍ତି ଏବଂ ମନ୍ତ୍ରୀ ଓ ଅନ୍ୟାନ୍ୟ କର୍ମଚାରୀ ଏହି ପରିସ୍ଥିତିର ସୁଯୋଗ ନେଇ ନିଜ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ଚଳାଉଛନ୍ତି। ଲୋକମାନଙ୍କଠାରୁ ଅଧିକ କର ଆଦାୟ କରୁଛନ୍ତି ଏବଂ ସେମାନଙ୍କ ପ୍ରତି ନିଷ୍ଠୁର ଆଚରଣ କରୁଛନ୍ତି। ସେମାନେ କୌଣସି ଅଭିଯୋଗ କଲେ ରାଜାଙ୍କ ନିକଟରେ ପହଞ୍ଚି ପାରୁନାହିଁ। ସୁଦାମ ଏଭଳି ଅବସ୍ଥା ଦେଖି ରାଜାଙ୍କୁ ଭେଟିବାକୁ ଚାହିଁଲେ, କିନ୍ତୁ ମନ୍ତ୍ରୀମାନେ ତାଙ୍କୁ ରାଜାକୁ ଭେଟିବାକୁ ନ ଦେଇ ବିଦା କରିଦେଲେ। ସୁଦାମ ଗମ୍ଭୀରତାର ସହିତ ସମସ୍ତ ସମସ୍ୟା ଉପରେ ଘରକୁ ଆସି ଚିନ୍ତା କଲେ। ସେ ଭାବିଲେ ତାଙ୍କର ଏହି କଥା ସେ ଗଣେଶଙ୍କ ମୂର୍ତ୍ତି ଜରିଆରେ କହିବେ। ତେଣୁ ସେ ନିଷ୍ପତ୍ତି ନେଲେ ଯେ ଏ ବର୍ଷ ଗଣେଶ ପୂଜାରେ କୌଣସି ଗଣେଶ ମୂର୍ତ୍ତିରେ କାନ ରଖିବେ ନାହିଁ। ଗଣେଶଙ୍କର ସୌନ୍ଦର୍ଯ୍ୟ ହେଉଛି ତାଙ୍କର ବିଶାଳ କାନ, କିନ୍ତୁ ତାଙ୍କ ମୂର୍ତ୍ତିରେ କାନ ନଥିଲା। ଲୋକେ ଏଭଳି ମୂର୍ତ୍ତି ଦେଖି ଆଶ୍ଚର୍ଯ୍ୟ ହେଲେ।
ସେମାନେ କୁହାକୁହି ହେଲେ ଯେ କାନ ନଥିବା ଗଣେଶଙ୍କର ଅର୍ଥ ଆଗକୁ ବିପତ୍ତି ଘଟିବ। ମନ୍ତ୍ରୀ ମଧ୍ୟ ଏ ବିଷୟରେ ଜାଣିଲେ। ସେ ରାଜାଙ୍କୁ ଭେଟି ସୁଦାମକୁ ଦଣ୍ଡିତ କରିବାକୁ ଚାହିଁଲେ। ରାଜା ମଧ୍ୟ ଗଣେଶ ଚତୁର୍ଥୀରେ ରାଜପ୍ରାସାଦକୁ ଆସିଥିବା ମୂର୍ତ୍ତି ଦେଖିଲେ। ସେଥିରେ କାନ ନଥିଲା। ସେ ଗମ୍ଭୀର ଭାବରେ ସୁଦାମଙ୍କ ବିଷୟରେ ଚିନ୍ତା କଲେ। ରାଜାଙ୍କର ରାଗ ବଢ଼ିଗଲା। ସେ ସୁଦାମଙ୍କୁ ଡକାଇ ପଠାଇଲେ। ସୁଦାମ ଆସି କହିଲେ, ପ୍ରଭୁ, ମୁଁ ରାଜ୍ୟର ପରିସ୍ଥିତି ଦେଖି ଏଭଳି କରିଛି। ମୋର ବାପା ସବୁବେଳେ ମୋତେ କହୁଥିଲେ ଯେ ଗଣେଶଙ୍କର ବଡ଼ ବଡ଼ କାନ ଥିଲା। ସେ କହୁଥିଲେ ଯେ ଈଶ୍ୱର ଆମର ପ୍ରାର୍ଥନା ଶୁଣନ୍ତି। ଆମର ଦୁଃଖ ଶୁଣିବା ପାଇଁ ଗଣେଶଙ୍କର ଏତେ ବଡ଼ କାନ ରହିଛି। ସେହିଦିନଠାରୁ ମୁଁ ଗଣେଶଙ୍କର ସୁନ୍ଦର କାନକୁ ସଜାଇ ମୂର୍ତ୍ତି ତିଆରି କରୁଥିଲି। କିନ୍ତୁ ଆଜିକାଲି ରାଜ୍ୟର ଅବସ୍ଥା ଦେଖିଲେ ମନେ ହେଉଛି ଈଶ୍ୱର ନାହାନ୍ତି। ଲୋକଙ୍କର ଅଭିଯୋଗର ସୀମା ନାହିଁ। କେହି ତାଙ୍କର ଗୁହାରି ଶୁଣୁନାହାନ୍ତି। ତେଣୁ ମୁଁ ଭାବିଲି, ଯଦି ଠାକୁର ଗୁହାରି ଶୁଣୁନାହାନ୍ତି, ତେବେ ତାଙ୍କର କାନ ଥାଇ ଲାଭ କ'ଣ? ସୁଦାମ ଏଭଳି ଭାବରେ କହିଲେ। ରାଜା ସ୍ତମ୍ଭିତ ହୋଇ ଶୁଣିଲେ। ମୋ ରାଜ୍ୟବାସୀଙ୍କର କ'ଣ ହୋଇଛି? ସେ ଆଶ୍ଚର୍ଯ୍ୟ ହୋଇ ପଚାରିଲେ। ସୁଦାମ ସମ୍ବେଦନଶୀଳ ବିଷୟଗୁଡ଼ିକୁ ଗୋଟି ଗୋଟି କରି କହିଲେ ଏବଂ ବୁଝାଇଦେଲେ ଯେ କିପରି ଲୋକମାନେ ବଞ୍ଚି ରହିବା କଷ୍ଟକର ହୋଇପଡ଼ୁଛି। ଭୁଲ ହାତରେ କ୍ଷମତା ପଡ଼ିଛି। ରାଜା ଏକଥା ଶୁଣି ନିଜକୁ ବିଶ୍ୱାସ କରିପାରିଲେ ନାହିଁ। ରାଜା ନିଜର ଭୁଲ ବୁଝିପାରିଲେ ଏବଂ ପ୍ରତିଶ୍ରୁତି ଦେଲେ ଯେ ଏହାର ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ଏବଂ ଶାସନଭାର ନିଜେ ଗ୍ରହଣ କରିବେ। ସେ ବହୁତ ମନ୍ତ୍ରୀମାନଙ୍କୁ ବିଦାତ କଲେ ଯେଉଁମାନେ ନିଜର କାର୍ଯ୍ୟ ଠିକରେ କରୁନଥିଲେ ଏବଂ ରାଜକାର୍ଯ୍ୟ ନିଜ ହାତକୁ ନେଲେ। ସୁଦାମ ଏହିଭଳି ମନ୍ତ୍ରୀମାନେ ଯେଉଁମାନେ ଚଞ୍ଚକତାର ଶିକାର ହୋଇ ରାଜାଙ୍କ ନିକଟରେ ଠିକ୍ ଭାବରେ ଖବର ପହଞ୍ଚାଉନଥିଲେ, ସେମାନଙ୍କୁ ବିଦାୟ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ସୁଦାମ କହିଲେ, ମଣିମା, ଈଶ୍ୱରଙ୍କର କାନ ଥିଲା କି ନା କେହି ଦେଖିନାହାନ୍ତି। ଏହା କେବଳ ଲୋକମାନଙ୍କର ବିଶ୍ୱାସ ଯେ ଈଶ୍ୱର ତାଙ୍କର ପ୍ରାର୍ଥନା ଶୁଣନ୍ତି। କିନ୍ତୁ ଯଦି ରାଜା ଲୋକଙ୍କର ଅଭିଯୋଗ ଶୁଣିବେ ନାହିଁ, ସେମାନଙ୍କର ସମସ୍ୟା ଦୂର କରିବେ ନାହିଁ, ତେବେ ଏହା କେବଳ ବିଶ୍ୱାସର କଥା ହୋଇ ରହିଯିବ ନାହିଁ, ଏହା ଏକ ଘଟଣା ହେବ। ଏହି କାରଣରୁ ରାଜାଙ୍କୁ ଈଶ୍ୱରଙ୍କର ଅବତାର ଭାବେ ଗ୍ରହଣ କରାଯାଏ। ଯଦି ରାଜା କାନ ନଥିବା ଈଶ୍ୱରଙ୍କ ପରି ବ୍ୟବହାର କରନ୍ତି, ତେବେ ଲୋକଙ୍କର ଦୁଃଖ କିଏ ବୁଝିବ? ସେହି କାରଣରୁ ମୁଁ ଏହାର ସୁଯୋଗ ନେଇ ଆପଣଙ୍କୁ ଭେଟିବାକୁ ଉଦ୍ୟମ କଲି। କିନ୍ତୁ ଆପଣଙ୍କ ମନ୍ତ୍ରୀଗଣ ମୋତେ ଆପଣଙ୍କ ନିକଟରେ ପହଞ୍ଚିବାକୁ ଦେଲେ ନାହିଁ। ମୋ ପାଖରେ ଅନ୍ୟ କୌଣସି ଉପାୟ ନଥିଲା। ସେଥିପାଇଁ ମୁଁ ଏଭଳି କାନ ନଥିବା ଗଣେଶ ମୂର୍ତ୍ତି ତିଆରି କରିଥିଲି। ରାଜା ପୁଣି ଥରେ ଆଶ୍ଚର୍ଯ୍ୟ ହେଲେ ଏବଂ ପରିସ୍ଥିତିରେ ପରିବର୍ତ୍ତନ ଆଣିବା ପାଇଁ ତାଙ୍କର ସାହସିକତା ପାଇଁ ସୁଦାମାଙ୍କୁ ରାଜା ସମ୍ମାନିତ କଲେ। ପରବର୍ଷ ଗଣେଶଙ୍କ ପୂଜା ଖୁବ୍ ସୁନ୍ଦର ଗଣେଶ ମୂର୍ତ୍ତି ତିଆରି ହେଲା ଏବଂ ସେଥିରେ ଗଜାନନଙ୍କର ପକ୍ଷୀ ପରି ବଡ଼ କାନ ଭାରି ସୁନ୍ଦର ଦିଶୁଥିଲା। ରାଜ୍ୟରେ ମହା ଆଡ଼ମ୍ବରରେ ଗଣେଶ ପୂଜା ପାଳିତ ହେଲା। ବନ୍ଧୁଗଣ, ଏ ଥିଲା ଗଳ୍ପଟି କାନ ନଥିବା ଗଣେଶ। ଯଦି ଗଳ୍ପଟି ଆପଣଙ୍କୁ ଭଲ ଲାଗିଛି, ତାହେଲେ କମେଣ୍ଟରେ ଲେଖି ନିଶ୍ଚୟ ଜଣାଇବେ। ପୁଣି ଆସିବି ଆଉ ଗୋଟିଏ ଗଳ୍ପ ନେଇ। ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ଧନ୍ୟବାଦ।